ପରିସ୍ଥିତି ଆସିବ ନାହିଁ କହିକି, କିନ୍ତୁ ଏତିକି ଗୋଟେ ବିଶ୍ୱାସ ଅଛି, ସେ ପରିସ୍ଥିତି ଯାହା ବି ହଉନା କାହିଁକି ପରମେଶ୍ୱର ଆମମାନଙ୍କ ସହିତ ଅଛନ୍ତି। ହାଲେଲୁୟା। ହାଲେଲୁୟା। ସେ ପରିସ୍ଥିତି ଦୁଃଖ ହଉ, କଷ୍ଟ ହଉ, ଝଡ଼ ହଉ, ବତାସ ହଉ, ପ୍ରଭୁ ଆମମାନଙ୍କ ସହିତ ଅଛନ୍ତି। ଆମେନ୍। ଆଉ କାଲି ପ୍ରଭୁ କାଲି ଆମମାନଙ୍କୁ ଆମେ କେବେ ଛାଡ଼ିବେ ନାହିଁ। ମାନୁଥିଲୁ ସାର୍, କାଲି ଆମେ ଗୋଟେ ବାର୍ଥଡେ ମାନୁଥିଲୁ, ସେଠି ପ୍ରଚାରକ ଭାବରେ ଯାଇଥିଲି। ପ୍ରଚାର ହଁ କରି ଖାଇକି ସାରିଲା ପରେ ହଁ ଗାଁର ମାଇକ୍ ଫାଇକ୍ ସବୁ କରିଥିଲା, ବାଜା ଫାଜା ମାଇକ୍ ଫାଇକ୍ ସବୁ କରିଥିଲେ ସେ ଆଜ୍ଞା। କେତେ ଖାଇକି ସାରିଲା ପରେ ଗାଁର ଆରଏସଏସ୍ ଲୋକମାନେ ଆସିଲେ, ଆଉ ତାକୁ କହିଲେ "ଏଟା କଣ କରୁଛ ତମେ ହିନ୍ଦୁ ଲୋକମାନଙ୍କୁ ଡାକିକି ଧର୍ମାନ୍ତରଣ କରୁଛ ବୋଲି ସେ କହିଲେ। ସେ ଉତ୍ତର ଦେଲା, ଯାହା କହିବାର କଥା ମତେ କୁହନ୍ତୁ, ମୋ ପରିବାର କୁହନ୍ତୁ, ମୋର କୁଣିଆ ମାନଙ୍କୁ କୁହନ୍ତୁ ନାହିଁ ବୋଲି ସେ କହିଲେ। ଆଉ ହଁ ଆପଣ ମାନେ ସମସ୍ତେ ଯାଆନ୍ତୁ, ମୁଁ ଏଥିର କଥା ମୁଁ ବୁଝିବି କହିଲେ ସେ ଘରବାଲା। ହୁଁ ହୁଁ ଆଉ ହୁଁ ଘରବାଲା ସହିତ ସେମାନେ କଥୋପକଥନ କଲେ, ଆମେ ସାଙ୍ଗେ ସାଙ୍ଗେ ବାହାରିକି ପଳେଇ ଆସିଲୁ। ହୁଁ ହୁଁ ଆମେ ଯେତେବେଳେ ପୁଣି ଫୋନ କଲୁ, ଅଧା ରାସ୍ତା ଆସିଲୁ ପରେ ସମାଧାନ ହେଇଗଲା, କିଛି ଅସୁବିଧା ହେଇନାହିଁ। ହୁଁ ଏମିତି ଲୋକମାନେ କରୁଛନ୍ତି ଆଜ୍ଞା, କରୁଥିବେ ଏବେ ଆମେ ହୁଁ ଏଇଟା ହିଁ ମୁଁ କହିବାକୁ ଚାହେଁ। ଜୟ ପ୍ରଭୁ ବଞ୍ଚି ଆସି ବା ଆମେ ଏହି ପ୍ରକାର ପରିସ୍ଥିତି ଦେଇ ଯାଉଛୁ, ଆଉ କେମିତି ହବ ଆମେ ଜାଣିନୁ। ଏଇଟା ତ ବିଗିନିଂ ମାତ୍ର, ଏଇଟା ତ ଆରମ୍ଭ ମାତ୍ର। ଆଉ ଆମମାନେ ଚାଲିଛୁ, କିନ୍ତୁ ଏହି ପରିସ୍ଥିତିରେ ଆମମାନେ କେମିତି ରହିବା ଆବଶ୍ୟକ, ସେ ବିଷୟ ଆମେ ଆଜି ଚିନ୍ତା କରିବା। ଆଉ ମୁଁ ଆଶା କରୁଅଛି ପ୍ରଭୁ ଆମମାନଙ୍କୁ ନିଶ୍ଚୟ କଥା କହିବେ। ଆଜି ଆମମାନେ ପବିତ୍ର ଧର୍ମଶାସ୍ତ୍ର ବାଇବଲର କିଛି ଅଂଶ ପାଠ କରିବା। ଆଉ ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରୁ କେହି ଜଣେ ପାଠ କରିବେ ଆମମାନ ସମସ୍ତଙ୍କ ପାଇଁ। ପ୍ରଥମ ପିତର ତାର 5 ଅଧ୍ୟାୟ 6 ପଦ ଠାରୁ ଆରମ୍ଭ କରି 9 ପଦର ଶେଷ ପର୍ଯ୍ୟନ୍ତ କେହି ଜଣେ ପାଠ କରିବେ ଆମ ସମସ୍ତଙ୍କ ପାଇଁ। ତାପରେ ଆମମାନେ ତାହା ଧ୍ୟାନ କରିବା। ପ୍ରଥମ ପିତର 5 ଅଧ୍ୟାୟ 6 ପଦ ଠାରୁ 9 ପଦର ଶେଷ ପର୍ଯ୍ୟନ୍ତ। ଅତଏବ ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣ ଆପଣଙ୍କୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। ପୁଣି ଏହା ଜାଣ ଯେ ଜଗତରେ ଥିବା ତୁମ୍ଭମାନଙ୍କର ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟୁଅଛି। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ ପଠିତ ବାକ୍ୟରେ ଏବଂ ଶ୍ରବଣରେ। ଆସୁ ଆମମାନେ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ତୁମକୁ ଧନ୍ୟବାଦ ଦେଉଛୁ। ସୁନ୍ଦର ଦିବସ ଆମମାନଙ୍କ ଜୀବନରେ ଦେଇଅଛ, ସୁନ୍ଦର ସମୟ ଦେଇଅଛ ତୁମ ବାକ୍ୟକୁ ଆସିବା ପାଇଁ, ତୁମ ବାକ୍ୟରୁ ହଁ ପ୍ରଭୁ ଧ୍ୟାନ କରିବା ପାଇଁ ଆଉ ଶିଖିବା ପାଇଁ। ସେଥିପାଇଁ ତୁମକୁ ଗୌରବ କରୁଛୁ। ଏବେ ପ୍ରଭୁ ଆମମାନେ ଧ୍ୟାନ କରିବାକୁ ଯାଉଛୁ, ପବିତ୍ର ଆତ୍ମା ମାନଙ୍କ କଥା କୁହ। ଆମମାନଙ୍କ ମନ, ପ୍ରାଣ, ଆତ୍ମା, ଶରୀର ତୁମ ହସ୍ତରେ ଦେଇ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆମମାନେ ଅନେକ ଥର ଏଇ ବାକ୍ୟ ପଢିଥିବା, ଅନେକ ସମୟରେ ଆମମାନେ ଏଇ ବାକ୍ୟକୁ ଆମମାନେ ଧ୍ୟାନ ମଧ୍ୟ କରିଥିବା, କିନ୍ତୁ ମୁଁ ଆଶା କରୁଛି ପୁଣି ଥରେ ପ୍ରଭୁ ଆମମାନଙ୍କୁ କିଛି ଗୋଟେ ଶିକ୍ଷା ଦେବା ପାଇଁ ଆଜି ଆମମାନଙ୍କୁ ଚାହୁଁ ଅଛନ୍ତି। ବିଶେଷ କରି ପିତର ଯେତେବେଳେ ଏଇ ଶାସ୍ତ୍ରାଂଶ ଲେଖୁଅଛନ୍ତି, ସେ ଗୋଟେ ବିଶେଷ ଲୋକମାନଙ୍କୁ ନେଇ ଲେଖୁଅଛନ୍ତି। ଏହା କୁହାଯାଏ ପିତର ଏହି ପତ୍ରଟି ରୋମ ବା ଆଧୁନିକ ଯାହାକି ଆମେ ତୁର୍କୀ କହି କହୁଛୁ, ସେଠାରେ ଥିବା ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପଦ ଚିହ୍ନ ଦେଇ ଅନୁଗମନ କରିବା ପାଇଁ ସେ ଲେଖନ୍ତି। କେତେବେଳେ କି ପରୀକ୍ଷା ସମୟରେ ବିଶ୍ୱାସରେ ଦୃଢ଼ ହୋଇ ଠିଆ ହେବା ପାଇଁ ଉତ୍ସାହିତ କରୁଅଛନ୍ତି।
କାରଣ ସେଇ ସମୟରେ ରୋମିଓ ମାନେ ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନା କରୁଥିଲେ ଗୁରୁତର ଭାବରେ, ଟିକେ ନୁହଁ ବହୁତ ଗୁରୁତର ଭାବରେ ତାଡ଼ନା କରିବା ଆରମ୍ଭ କରିଦେଇଥିଲେ। ତେଣୁ ସେ ଏହି ବିଶେଷ କରି ଏହି 5 ଅଧ୍ୟାୟରେ ସେ ପ୍ରାଚୀନ ମାନଙ୍କୁ ଏବଂ ସେ ମଧ୍ୟ ଏଠାରେ କହନ୍ତି ଯୁବମାନଙ୍କୁ ଉତ୍ସାହ ଦେଇ ଅନେକ ଗୁଡ଼ିଏ ଉପଦେଶ ଦେଉଅଛନ୍ତି, ଅନେକ ଗୁଡ଼ିଏ ଉପଦେଶ। ସେଥିମଧ୍ୟରୁ ଏହି 4 ପଦରେ ଆମେ ଯାହା ଉପଦେଶ ପାଉଅଛୁ, ବିଶେଷ ମୁଁ ତାହା କହିବାକୁ ଚାହୁଁଛି କି ଏହି 4 ପଦରେ ଯୋଉ ଉପଦେଶ ଅଛି, ଏହା ଖ୍ରୀଷ୍ଟୀୟ ଜୀବନର ବିଶେଷ ଗୋଟେ ଗୁଣ ଆମମାନେ ପାଇବାକୁ ପାଉଛୁ। ଆଉ ଏହି ଗୁଣ ଗୁଡ଼ିକ ଖ୍ରୀଷ୍ଟୀୟ ଜୀବନ ଗଠନ ପାଇଁ ଗୋଟେ ଗୋଟେ ସ୍ତମ୍ଭ ସଦୃଶ। ସ୍ତମ୍ଭ ମାନେ ପିଲାର ସଦୃଶ। ଆଉ ଯଦି ଏଇ ପିଲାର ଯଦି ଆମର ଷ୍ଟ୍ରଙ୍ଗ ନୁହଁ, ତାହେଲେ ଆମେ ଭାଙ୍ଗି ପଡ଼ିବା ସୁନିଶ୍ଚିତ, ଆଉ ଆମ ଗଠନରେ ବାଧାପ୍ରାପ୍ତ ହେବାର ବହୁତ ସମ୍ଭବ ରହିଅଛି। ତେଣୁ ମୁଁ ଆଜିର ଧ୍ୟାନ ନିମନ୍ତେ ଯାହା ଆମେ ବାକ୍ୟ ପଢ଼ିଅଛୁ, ତାର ପ୍ରସଙ୍ଗ ଭାବରେ ମୁଁ ରଖିବାକୁ ଚାହେଁ ଖ୍ରୀଷ୍ଟୀୟ ଜୀବନର 4ଟି ସ୍ତମ୍ଭ। ଖ୍ରୀଷ୍ଟୀୟ ଜୀବନର 4ଟି ସ୍ତମ୍ଭ। ଆକ୍ଚୁଆଲି ଯେକୌଣସି କୋଠା ଘର ଆମେ ନିର୍ମାଣ କରିବାକୁ ଚାହୁଁଛୁ, ପୁନାଦି ସହିତ ଆମମାନଙ୍କୁ ପିଲର୍ସ ମଧ୍ୟ ଆମମାନଙ୍କୁ ନିର୍ମାଣ କରିବାକୁ ପଡ଼ିଥାଏ। ପ୍ରଥମତଃ ଆମମାନଙ୍କର ଫାଉଣ୍ଡେସନ ଆଉ ପିଲାର ଟୁଗେଦର ଆମମାନେ ନିର୍ମାଣ କରିବାକୁ ପଡ଼ିଥାଏ। ତାପରେ ଆମେ କାନ୍ଥ ବାଡ଼ ବାନ୍ଧିଥାଉ, ତାକି ଘର ଷ୍ଟ୍ରଙ୍ଗ ରହିବ। ଏକ୍ଜାକ୍ଟଲି ଖ୍ରୀଷ୍ଟୀୟ ଜୀବନ ଗଠନ ପାଇଁ ଆମମାନଙ୍କୁ ପିଲାର ଠିଆ କରିବାକୁ ପଡ଼ିବ। ଆମେ ଅଲରେଡି ଫାଉଣ୍ଡେସନ ପାଇ ସାରିଛୁ। ଆମମାନଙ୍କର ଫାଉଣ୍ଡେସନ ଯୀଶୁ ଖ୍ରୀଷ୍ଟ, ଆମେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛୁ। ଆମମାନଙ୍କର ଫାଉଣ୍ଡେସନ ଆମେ ଅଲରେଡି ଆମେ ଠିଆ ହେଇଅଛୁ ଫାଉଣ୍ଡେସନରେ, କିନ୍ତୁ ଆମମାନଙ୍କ ପିଲାରକୁ ଆମେ ଷ୍ଟ୍ରଙ୍ଗ କରିବାର ଅଛି। ଏବେ ଆମମାନଙ୍କର ଯାହାକି ସ୍ତମ୍ଭ, ଯାହା 4 କାନ୍ଥକୁ ଧରିବ ଆମ ଜୀବନର, ସେଇ ସ୍ତମ୍ଭ ମାନଙ୍କୁ ଆମମାନଙ୍କୁ ଆଜି ଷ୍ଟ୍ରଙ୍ଗ କରିବାକୁ ପଡ଼ିବ। କାହିଁକି ମୁଁ ଏହା ସ୍ତମ୍ଭ କହି କହୁଛି, କାହିଁକି ମୁଁ ଏହାକୁ ପିଲାର କହି କହୁଅଛି? କାରଣ ଏହି ଗୋଟେ ଗୋଟେ ବିଷୟ ଯଦି ଆମମାନେ ଦେଖିବା, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଆମମାନଙ୍କ ଜୀବନରେ। ଯେତେବେଳେ ଆମେ 6 ପଦ ପଢୁଅଛୁ, ଏଠାରେ ଲେଖାଯାଏ ଅତଏବ। ଯେତେବେଳେ ଅତଏବ ଆସୁଛି, ସେ କହୁଅଛନ୍ତି ଅନେକ ବିଷୟ ସେ କହିସାରିଛନ୍ତି, ଆଉ ସେ ତାହାକୁ ବିଶେଷ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦେଇ କଥା କହିବାକୁ ଯାଉଅଛନ୍ତି। ସେଥିପାଇଁ ତାହା ଅତଏବ କହିକି ଲେଖାଯାଉଅଛି। ଅତଏବ ଲେଖିବାର ଅର୍ଥ କି ସେ କହିସାରିଛନ୍ତି, ଆଉ ଶେଷରେ କ'ଣ ଗୁରୁତ୍ୱପୂର୍ଣ୍ଣ ତାହା ସେ କହିବାକୁ ଚାହାନ୍ତି। ସେ ଲେଖନ୍ତି ଅତଏବ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର। ପ୍ରେଜ୍ ଦ ଲର୍ଡ। Hallelujah. ଏଠାରେ ପ୍ରଥମ ବିଷୟ ସେ କହିବାକୁ ଚାହୁଁଛନ୍ତି ନମ୍ରତା। ଈଶ୍ୱରଙ୍କ ହସ୍ତ ତଳେ, କୌଣସି ମନୁଷ୍ୟ ତଳେ ନାହିଁ, କୌଣସି ଜାତି ତଳେ ନାହିଁ, କୌଣସି ଦେଶ ତଳେ ନାହିଁ, କୌଣସି ପ୍ରକାର କୌଣସି ବିଷୟ ତଳେ ଆମମାନେ ନତ ହେବାକୁ ନାହିଁ, କିନ୍ତୁ ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ କ'ଣ ହେବାକୁ Amen. ପଡ଼ିବ? ଆପଣ ଆପଣାକୁ ନତ କରିବ। ଏହି ପଦ ଆମମାନଙ୍କୁ ଏକ ନମ୍ରଚିତ ହେବା ବିଷୟରେ ଶିକ୍ଷା ଦେଉଅଛି। ଆମମାନେ ନମ୍ର ହେବା ଆବଶ୍ୟକ। ପ୍ରଭୁଙ୍କର ସନ୍ତାନ ସନ୍ତତି ଭାବରେ, ପ୍ରଭୁଙ୍କର ଦାସ ଦାସୀ ଭାବରେ ଆମମାନେ ନମ୍ର ହେବା ଆବଶ୍ୟକ, ଆଉ ସେଇଟା ବି ପ୍ରଭୁଙ୍କ ହସ୍ତ ତଳେ, ପ୍ରଭୁଙ୍କ ବଳବନ୍ତ ହସ୍ତ ତଳେ। ବେଳେ ବେଳେ ବହୁତ ସହଜ କି ଲୋକମାନଙ୍କ ସମ୍ମୁଖରେ ନମ୍ର ଭାବରେ ରହିଲା ପରି ରହିହବ, କାରଣ ଲୋକମାନେ ଆମମାନଙ୍କର ଅନ୍ତଃକରଣ ଜାଣିପାରିବେ ନାହିଁ। ଆମମାନେ ହୁଏତ ରହିପାରିବା, ଦେଖେଇ ପାରିବା ଆମେ ନମ୍ର, କିନ୍ତୁ ପ୍ରଭୁଙ୍କ ବଳବନ୍ତ ହସ୍ତ ତଳେ ଆମେ ନମ୍ରଚିତ ଅଛୁ କି? ଏଇଟା ଆମମାନଙ୍କର ଇନର ମ୍ୟାନ, ମାନେ ଆମମାନଙ୍କ ମଧ୍ୟରେ ଆମମାନଙ୍କର ଇନର ମ୍ୟାନ ଯିଏ ଅଛି, ସେ ନମ୍ର ଅଛନ୍ତି କି ଆମ ଜୀବନରେ?
ସେଇଟା ଆମମାନଙ୍କୁ ପ୍ରତିଫଳିତ କରୁଛି। ଆଉ ମଧ୍ୟ ଆମମାନେ ଯଦି ଦେଖିବା ଯାକୁବ 4 ପର୍ବର 10 ପଦରେ ମଧ୍ୟ ତାହା ସେ ଆମମାନଙ୍କୁ କହୁଅଛନ୍ତି। ଯାକୁବ ମଧ୍ୟ ତାହା କୁହନ୍ତି, କଣ କୁହନ୍ତି? ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର। ପ୍ରଥମ ବିଷୟ, ପ୍ରଥମ ପିଲର ଆମମାନଙ୍କୁ ଷ୍ଟ୍ରଙ୍ଗ କରିବାକୁ ପଡିବ, ତାହା ହଉଛି ପ୍ରଭୁ ତଳେ କଣ କରିବା? ନମ୍ର ହେବା, ନମ୍ରଚିତ ହେବା। ତାହା ସେ ଆମମାନଙ୍କୁ ଏଠାରେ କଥା କହନ୍ତି। ପ୍ରଭୁଙ୍କ ଈଶ୍ୱରଙ୍କ ବଳବନ୍ତ ହସ୍ତ ଆପଣାକୁ ନମ୍ର କର। ଆଉ ଏହି ବିଶେଷ ଗୋଟେ ବିଷୟ ସେ ଆମମାନଙ୍କ ଠାରୁ ଚାହାନ୍ତି ପରମେଶ୍ୱର। କେହି ଯଦି ଜଣେ ପଢିଦେବେ 2 ବଂଶାବଳୀ 7:14, ପ୍ରଭୁ କଣ ଚାହୁଁଥିଲେ ଇସ୍ରାଏଲ ଲୋକମାନଙ୍କ ଠାରୁ? 2 ବଂଶାବଳୀ 7:14। ମନୋଜର ପୁତ୍ର ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣା ମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ନିଜର ଯୋଉମାନଙ୍କୁ ସେ ମନୋନୀତ କରିଅଛନ୍ତି ତାଙ୍କୁ ସେ କଣ କରୁଛନ୍ତି? ଯେ କୌଣସି ବିଷୟ ହଉନା କାହିଁକି, ଯଦି ଆପଣ ମାନେ ତା ପୂର୍ବରୁ ପଢିବେ, ଯଦି ସେମାନେ କୌଣସି ବିଷୟ ଦେଇ ଯାଉଅଛନ୍ତି, ସେଠାରେ ବୃଷ୍ଟି ହଉନାହିଁ, ସେମାନେ କାରାଗ୍ରସ୍ତ ଅଛନ୍ତି, ସେଇ ସମୟରେ କଣ କରିବେ? ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ କଣ କରିବାକୁ ପଡିବ? ଆପଣା ମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ। କଣ କରି? ନମ୍ର। ଅନେକେ ପ୍ରାର୍ଥନା କରନ୍ତି, କିନ୍ତୁ ଯଦି ନମ୍ରଚିତ ନାହିଁ, ଆମମାନେ ଜାଣି ରଖିବା ଉଚିତ ଆମେ କିଛି ନା କିଛି ମିସ୍ କରି ଯାଉଛୁ। এই ପିଲରଟା ଆମେ ମିସ୍ କରୁଛୁ, ଯାହା ଆମମାନଙ୍କୁ ଷ୍ଟ୍ରଙ୍ଗ କରୁନାହିଁ। ସେ କହୁଛନ୍ତି ନମ୍ର କରି ପ୍ରାର୍ଥନା କରନ୍ତି ଆଉ ଆମ୍ଭ ସମ୍ମୁଖରେ ଆମର ମୁଖ ଅନ୍ୱେଷଣ କରି ଆପଣା ଆପଣାକୁ କୁପଥରେ ଫେରିବେ, ତେବେ ଆମେ ସ୍ୱର୍ଗରୁ ଶୁଣିବା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଯେତେବେଳେ ଆମେ ନମ୍ର କରିବା, ଯେତେବେଳେ ଆମମାନେ ନମ୍ର ହେଇ ପ୍ରଭୁଙ୍କ ମୁଖ ଅନ୍ୱେଷଣ କରିବା ଆଉ ନିଜ ନିଜ କୁପଥରୁ ଫେରିବା, ପ୍ରତିଜ୍ଞା ଆମ ପାଇଁ ରହିଅଛି, ସେ ନିଶ୍ଚୟ ଶୁଣିବେ। ଆମେ ଯେକୌଣସି ପ୍ରାର୍ଥନା କରୁନା କାହିଁକି, ନିଶ୍ଚୟ ଶୁଣିବେ ଆଉ ସେମାନଙ୍କ ପାପ କ୍ଷମା କରିବା, ସେମାନଙ୍କ ଦେଶ ସୁସ୍ଥ କରିବା। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମମାନଙ୍କୁ ଚାହୁଁଅଛନ୍ତି କି ଆମେ ନମ୍ର ହେବା। ଆଉ ଯଦି ଆମେ ନମ୍ର ହେବା, ତାହାର ପ୍ରତିଫଳ କଣ ତାହା ମଧ୍ୟ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ। ପ୍ରଥମ ପିଲର ଆମେ ଚିନ୍ତା କରୁଛି ନମ୍ରତା। ଆଉ ନମ୍ର ହେବାର ପ୍ରତିଫଳ କଣ ଅଛି? ଏଠାରେ ଲେଖା ଯାଇଛି ପ୍ରଥମ ପିତର 5:6 ସେକେଣ୍ଡ ଲାଇନରେ, ଯେପରି ସେ ତୁମମାନଙ୍କୁ ଯଥା ସମୟରେ ଉନ୍ନତ କରିବେ। ପ୍ରେଜ୍ ଦ ଲର୍ଡ। ସେ ଉନ୍ନତ କରିବେ। ପ୍ରଥମ ବିଷୟ ଯେ ସେ ଆମମାନଙ୍କୁ ଉନ୍ନତ କରିବେ। ଆମେ ଯୋଉ ସ୍ଥାନରେ ଥାଉ ନା କାହିଁକି, ସେ ସ୍ଥାନରୁ ଆମମାନେ ଉପରକୁ ଉଠିବା। ଆମେନ୍। ଦିନକୁ ଦିନ ଆମମାନେ ଉପରକୁ ଉଠିବା ନିଶ୍ଚୟ, ନୋ ଡାଉଟ୍ ଅନ୍ ଦ୍ୟାଟ୍। କାରଣ 5 ପଦରେ ମଧ୍ୟ ଲେଖାଯାଏ କି କାରଣ ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରି ନମ୍ର ଲୋକମାନଙ୍କୁ ଅନୁଗ୍ରହ କରନ୍ତି। ସେ ଆମମାନଙ୍କୁ ଅନୁଗ୍ରହ କରନ୍ତି। କାହାକୁ? ନମ୍ର ଲୋକମାନଙ୍କୁ। ଯଦି ଆମମାନେ ନମ୍ରଚିତ ଅଛୁ, ସେ ଆମମାନଙ୍କୁ ଉନ୍ନତ କରିବେ, ସେ ଆମମାନଙ୍କୁ ଅନୁଗ୍ରହ ଦେବେ। ଆଉ ମଧ୍ୟ ଯଦି ଆମମାନେ ପଢିବା ଯାକୁବ 4:10 ଯୋଉଟା ମୁଁ ପଢିଲି, ସେଇ ବିଷୟ ସେଠାରେ ଆଉ ତଳକୁ ମଧ୍ୟ ଲେଖାଯାଇଛି, ତାହା ହେଲେ ସେ ତୁମମାନଙ୍କୁ ଉନ୍ନତ କରିବେ। ପ୍ରଭୁଙ୍କ ଛାମୁରେ ଆପଣଙ୍କୁ ନତ କର, ତାହେଲେ ସେ ତୁମମାନଙ୍କୁ ଉନ୍ନତ କର। ସେହିପରି ଆଉ ଯଦି ନମ୍ର ହେବା, ହିତୋପଦେଶ ଲେଖାଯାଏ, ଯଦି କେହି ପଢିବେ ହିତୋପଦେଶ 22 ତାର 4 ପଦରେ ଲେଖାଯାଏ, ନମ୍ରଚିତ ହେବାର ଫଳ କଣ? କେହି ଜଣେ ପଢନ୍ତୁ। ନମ୍ରତାର ଓ ସଦାପ୍ରଭୁଙ୍କ ବିଷୟକ ଭୟର ପୁରସ୍କାର ଧନ ଓ ସମ୍ମାନ ଓ ଜୀବନ ଅଟେ। ପ୍ରେଜ୍ ଦ ଲର୍ଡ। ନମ୍ରତା ଆଉ ସଦାପ୍ରଭୁଙ୍କ ଭୟର ପୁରସ୍କାର କଣ? ଧନ, ସମ୍ମାନ ଏବଂ ଜୀବନ।
ଆଉ ବିଶେଷ ଗୋଟେ ବିଷୟ ଯୀଶୁଖ୍ରୀଷ୍ଟ ମଧ୍ୟ କହିଅଛନ୍ତି। ମାଥିଉ ତାର 18 ପର୍ବର 4 ପଦ କେହି ଜଣେ ପଢିକି ଶୁଣାନ୍ତୁ। ମାଥିଉ 18 ପର୍ବର 4 ପଦ। ଅତଏବ ଯେ ହଁ କେହି ଏହି ସାନ ପିଲା ପରି ଆପଣଙ୍କୁ ନମ୍ର କରେ ସେ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। ହାଲେଲୁୟା। ହାଲେଲୁୟା। ଏଇ ବାଇବଲ ଆମମାନଙ୍କୁ କୁହେ କି ଯେ କେହି ସାନ ପିଲା ପରି ଆପଣାକୁ ନମ୍ର କରେ। ସାନ ପିଲାମାନଙ୍କର ନମ୍ରରେ କୌଣସି ଇଏ ନଥାଏ। ସେମାନେ ଇଏ କରନ୍ତି ନାହିଁ। ନମ୍ର ମାନେ ନମ୍ର, ସେଇଟା ପ୍ରଭୁ ଚାହାନ୍ତି। ଆଉ ଯଦି ଆମେ ସେଇପରି ନମ୍ର ହଉଛୁ, ଆମମାନେ କଣ ସ୍ୱର୍ଗ ରାଜ୍ୟରେ ଶ୍ରେଷ୍ଠ। ଏଇ ଦୁନିଆରେ ଶ୍ରେଷ୍ଠ କି ନାହିଁ ଆମେ କହିପାରିବା ନାହିଁ, କିନ୍ତୁ ସ୍ୱର୍ଗ ରାଜ୍ୟରେ ନିଶ୍ଚୟ ଶ୍ରେଷ୍ଠ। ସ୍ୱର୍ଗ ରାଜ୍ୟ ଆମମାନଙ୍କର। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ତ ପ୍ରଥମ ସ୍ତମ୍ଭଟି ଆମର ନମ୍ରତା। ଖ୍ରୀଷ୍ଟୀୟ ଜୀବନ ଗଠନରେ ପ୍ରଥମ ସ୍ତମ୍ଭ ଆମମାନଙ୍କୁ ଷ୍ଟ୍ରଙ୍ଗ କରିବାକୁ ହବ, ତାହା ହଉଛି ନମ୍ରଚିତ ଜୀବନ। ସେଇଟା ବି ପ୍ରଭୁଙ୍କ ବଳବନ୍ତ ହସ୍ତକରେ। ଆମେ ଯେତେବେଳେ ନମ୍ର ହେବା, ପ୍ରଭୁ ଆମମାନଙ୍କୁ ନିଶ୍ଚୟ ଉନ୍ନତ କରିବେ। ପ୍ରଭୁ ଆମମାନଙ୍କୁ ଯଥା ସମୟରେ ଆଶୀର୍ବାଦ କରିବେ। ପ୍ରଭୁ ଆମମାନଙ୍କୁ ଧନ ସମ୍ମାନ ଜୀବନ ଦେବେ। ଆଉ ନିଶ୍ଚୟ ଆମେ ସ୍ୱର୍ଗ ରାଜ୍ୟର ଅଧିକାର ମାନେ ଶ୍ରେଷ୍ଠ। ଜଷ୍ଟ ଗୋଟେ ଉଦାହରଣ ଯାହା ବାଇବଲରେ ଆମମାନଙ୍କୁ ଦିଆଯାଇଛି ତାହା ମୁଁ ଆପଣମାନଙ୍କୁ କହିବାକୁ ଚାହେଁ। ଆପଣ ମାନେ ଜାଣିଥିବେ କି ଫାରୁସି ଏବଂ କରଗ୍ରାହୀର ପ୍ରାର୍ଥନା। ଫାରୁସି ସେ ସବୁ ବିଷୟ କରୁଛି, ଉପବାସ କରୁଛି। କେତେ ଥର ଉପବାସ କରୁଛି ତାହା ମଧ୍ୟ ସେ ପ୍ରାର୍ଥନାରେ କହୁଛି। କିନ୍ତୁ କରଗ୍ରାହୀ କଣ କରୁଛି? ନିଜର ଛାତି ପିଟି ପିଟି କହୁଛି, ମୁଁ ପାପୀ ଅଯୋଗ୍ୟ। ସେ କାହା ନିକଟରେ କହୁଛି? ସେ ପ୍ରଭୁଙ୍କ ହସ୍ତରେ। ଆଉ ପ୍ରାର୍ଥନା ପରେ ପ୍ରଭୁ କହନ୍ତି, ଏମାନଙ୍କ ମଧ୍ୟରୁ କିଏ ବା ଏମାନଙ୍କ ମଧ୍ୟରୁ କିଏ ନିଜର ମାନେ କାହାର ପ୍ରାର୍ଥନା ପ୍ରଭୁ ଗ୍ରହଣ କରିଛନ୍ତି? ଆଉ ଆମେ ସମସ୍ତେ ଜାଣିପାରୁଛୁ କରଗ୍ରାହୀର ପ୍ରାର୍ଥନା ଗ୍ରହଣ ଯୋଗ୍ୟ ହେଇଥିଲା। ପ୍ରଭୁ ଆଜି ମଧ୍ୟ ଚାହୁଁଛନ୍ତି ଆମମାନେ ନମ୍ରଚିତ ହେବା। କାରଣ ଯୀଶୁଖ୍ରୀଷ୍ଟ ସ୍ୱୟଂ ଯଦି ବା ସେ ପରମେଶ୍ୱର ଥିଲେ, ହେଲେ ମଧ୍ୟ ସେ ନିଜେ ନମ୍ରଚିତ ହେଇଥିଲେ, ଏମିତିକି ଦାସ ସ୍ୱରୂପ ହେଇଥିଲେ। ଆଉ ଦାସ ସ୍ୱରୂପ ହେଇ ସେ ଆମମାନଙ୍କୁ ନିକଟକୁ ଆସିଥିଲେ। ଆଉ ଯଥା ସମୟରେ ପ୍ରଭୁ ତାଙ୍କୁ ଏକ ଉନ୍ନତ ନାମ ପ୍ରଦାନ କରିଛନ୍ତି ବୋଲି ଲେଖାଯାଏ ଫିଲିପିଓ 2 ପର୍ବ 5 ରୁ 11 ପର୍ଯ୍ୟନ୍ତ ଯଦି ଆମେ ପଢୁଛୁ। ତ ଆମମାନଙ୍କୁ ପ୍ରଥମ ବିଷୟ ନମ୍ରତା ହେବାର ଆବଶ୍ୟକ। ଦ୍ୱିତୀୟ ବିଷୟ 7 ପଦରେ ଯଦି ଆମେ ଦେଖିବା, ଏଠା ଲେଖାଯାଏ ତୁମ୍ଭମାନଙ୍କ ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ପକାଅ, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ପ୍ରେଜ୍ ଦ ଲର୍ଡ। ଦ୍ୱିତୀୟ ହାଲେଲୁୟା। ବିଷୟ, ପ୍ରେଜ୍ ଦ ଲର୍ଡ। ଦ୍ୱିତୀୟ ପିଲର ବା ଦ୍ୱିତୀୟ ତାହା ଆମମାନଙ୍କର ଭରସାର ସ୍ତମ୍ଭ ହେବା ଦରକାର। ପ୍ରଥମ ପିଲର ମୁଁ କହିଲି କି ନମ୍ରତାର ସ୍ତମ୍ଭ। ଦ୍ୱିତୀୟ ପିଲର ଆମମାନଙ୍କର ହେବା ଦରକାର ଭରସାର ସ୍ତମ୍ଭ। ଦାଉଦ ମଧ୍ୟ ଲେଖନ୍ତି, ଗୀତ ସଂହିତା 55ର 22 ପଦ କେହି ଜଣେ ପଢି ଦିଅନ୍ତୁ। ଗୀତ ସଂହିତା 55ର 22 କେହି ପାଇଲେ ପଢି ଦିଅନ୍ତୁ। ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ତହିଁରେ ସେ ତୁମ୍ଭକୁ ସମ୍ଭାଳିବେ। ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଦାଉଦ ମଧ୍ୟ ଲେଖନ୍ତି, ବହୁତ ବର୍ଷ ତଳେ ସେ କହନ୍ତି କି ତୁମ୍ଭେ ସଦାପ୍ରଭୁଙ୍କ ଉପରେ ଆପଣା ଭାର ପକାଅ, ସେ ତୁମକୁ ସମ୍ଭାଳିବେ। କାରଣ ସେ ଧାର୍ମିକକୁ କଦାପି ବିଚଳିତ ହେବାକୁ ଦେବେ ନାହିଁ। ସିଓର ସେ ଆମମାନଙ୍କ ଭାର ସମ୍ଭାଳିବେ। ଆଉ ଏଠାରେ ପିତର ମଧ୍ୟ କହୁଛନ୍ତି, ସେ ତୁମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ସେ ଆମମାନଙ୍କ ପାଇଁ, ପ୍ରତ୍ୟେକଙ୍କ ପାଇଁ ଚିନ୍ତା କରନ୍ତି। ସେଥିପାଇଁ ଆମମାନେ ତାଙ୍କ ଉପରେ ଭାର ପକେଇବା। ଯୀଶୁଖ୍ରୀଷ୍ଟ ସ୍ୱୟଂ ମଧ୍ୟ କହିଅଛନ୍ତି, ଯଦି ଆପଣମାନେ ପଢିବେ ମାଥିଉ ତାର 6 ଅଧ୍ୟାୟ 25 ରୁ 34 ପର୍ଯ୍ୟନ୍ତ ଯଦି ପଢିବେ,
ସେଟା ଲେଖାଯାଏ କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। କିନ୍ତୁ ଆମମାନେ କଣ କହୁଛୁ ତାର ବିପରୀତ, ସବୁ ବିଷୟରେ ଚିନ୍ତା କରୁଛୁ। ବେଳେ ବେଳେ ଆମେ ବାଇବଲର ବିପରୀତରେ ମଧ୍ୟ ଚାଲୁଅଛୁ। ଭରସା ର ସ୍ତମ୍ଭ ଆମମାନଙ୍କର ଷ୍ଟ୍ରଙ୍ଗ ନାହିଁ। ଭରସାର ସ୍ତମ୍ଭ ଆମମାନଙ୍କର ଷ୍ଟ୍ରଙ୍ଗ ହେଇପାରୁନାହିଁ। ଯୀଶୁଖ୍ରୀଷ୍ଟ କହିଲେ କୌଣସି ବିଷୟରେ ଚିନ୍ତା କର ନାହିଁ, କଣ ଖାଇବ, କଣ ପିଇବ, କଣ ପିନ୍ଧିବ। ସେ କହିଲେ ଆକାଶର ପକ୍ଷୀଙ୍କୁ ଦେଖ, କ୍ଷେତ୍ରର ଫୁଲକୁ ଦେଖ, ସେମାନେ କେବେ ବୁଣ, ସେମାନଙ୍କୁ ଦିଅନ୍ତି କି ନାହିଁ? ଆମମାନେ ତ ଅନେକ ଘର ଚଟିଆ ଠାରୁ ଶ୍ରେଷ୍ଠ, କାହିଁକି ପ୍ରଭୁ ଦେବେ ନାହିଁ? ତ ସେ କହୁଛନ୍ତି କଣ କରିବାକୁ ପଡିବ? ପ୍ରଥମେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, Amen. ଆଉ ସମସ୍ତ ବିଷୟ ତୁମମାନଙ୍କୁ ଦିଆଯିବ। Praise the Lord. ତ ଆମମାନେ ଏଇ ଭରସାର ସ୍ତମ୍ଭକୁ ଟିକେ ଷ୍ଟ୍ରଙ୍ଗ କରିବାକୁ ପଡିବ ଏ ବର୍ଷ। ଭରସାର ସ୍ତମ୍ଭ ଯାହାକି ଆମମାନେ ପ୍ରଭୁଙ୍କ ଠାରେ ଭରସା କରିବା, ଯାହା ବି ପ୍ରାର୍ଥନା କରୁଛୁ ତାହାଙ୍କ ଉପରେ ଭାର ପକେଇବା, ଆଉ ତାହାଙ୍କ ଉପରେ ଆପଣା ଭାର ପକେଇ ତାହାଙ୍କ ନିକଟରେ ନିର୍ଭର କରିବା। ଆଉ ସେ ନିଶ୍ଚୟ ଆମମାନଙ୍କର ନିମନ୍ତେ ଚିନ୍ତା କରୁଅଛନ୍ତି, ଚିନ୍ତା କରୁଥିବେ, ଆଉ ଜୀବନ ଶେଷ ପର୍ଯ୍ୟନ୍ତ ସେ ଚିନ୍ତା କରିବେ, ଆଉ ଭାର ସମ୍ଭାଳିବେ, କାରଣ ବାକ୍ୟ ଆମମାନଙ୍କୁ କହୁଅଛି। ଆଉ ସେ ସମ୍ଭାଳୁ ଅଛନ୍ତି ମଧ୍ୟ। ଯଦି ଏତେ ବର୍ଷ ପର୍ଯ୍ୟନ୍ତ ସେ ଆମମାନଙ୍କୁ ସମ୍ଭାଳିଲେ, ଆଉ ଆଗାମୀ ଦିନମାନଙ୍କର ମଧ୍ୟ ସେ ସମ୍ଭାଳିବେ। କୌଣସି ଆମମାନଙ୍କୁ ଡାଉଟ କରିବା ଆବଶ୍ୟକ ନାହିଁ, କାରଣ ପ୍ରଭୁଙ୍କର ପ୍ରତିଜ୍ଞା ମଧ୍ୟ ରହିଛି। ଆଉ ମଧ୍ୟ ମୁଁ ଆପଣମାନଙ୍କୁ ପ୍ରତିଜ୍ଞା ଗୋଟେ ଦେବାକୁ ଚାହେଁ, ତାହା ଯାହା ଆପଣମାନେ ପାଇପାରିବେ ଏବ୍ରୀ ତାର 13 ଅଧ୍ୟାୟର 5 ପଦରେ ବିଶେଷ ବିଷୟ ଲେଖାଯାଇଛି। 13 ଅଧ୍ୟାୟର 5 ପଦ, ତାର କେହି ଜଣେ ଆଚାର ପଢିଛନ୍ତି? ଆଚାର ବ୍ୟବହାରରେ ଧନଲୋଭୀ ଶୂନ୍ୟ ହୁଅ, ତୁମ୍ଭମାନଙ୍କର ଯାହା କିଛି ଅଛି ସେଥିରେ ସନ୍ତୁଷ୍ଟ ଥାଅ, କାରଣ ହଁ, ସେ ନିଜେ କହିଅଛନ୍ତି ଆମ୍ଭେ କାରଣ ତୁମ୍ଭ ସେ ନିଜେ କହିଅଛନ୍ତି। ଆମ୍ଭେ ପଢନ୍ତୁ ଏବେ। ତୁମ୍ଭକୁ କେବେ ହେ ଛାଡିବା ନାହିଁ, ଆମ୍ଭେ ତୁମ୍ଭକୁ କେବେ ହେ ପରିତ୍ୟାଗ କରିବା ନାହିଁ। Praise the Lord. ହାଲେଲୁୟା। ସେ ନିଜେ କହିଅଛନ୍ତି, ସେ ନିଜେ କହିଅଛନ୍ତି, ସେ ନିଜେ କହିଅଛନ୍ତି। କିଏ ସେ? ପରମେଶ୍ୱର ସ୍ୱୟଂ ନିଜେ କହିଅଛନ୍ତି କି ଆମ୍ଭେ ତୁମକୁ କେବେ ଛାଡିବା ନାହିଁ, କି ଆମ୍ଭେ ତୁମକୁ କେବେ ପରିତ୍ୟାଗ କରିବା ନାହିଁ। ସ୍ୱୟଂ ହାଲେଲୁୟା। ପରମେଶ୍ୱର କହୁଛନ୍ତି। ତ ଭରସା ଆମମାନେ କେବେ ଛାଡିବା ନାହିଁ। ତାଙ୍କ ପ୍ରତିଜ୍ଞାତ ବାକ୍ୟରେ ଆମମାନେ ଭରସା କରିବାର ଅଛି, ତାଙ୍କ ଉପରେ ଆମମାନଙ୍କୁ ଭରସା କରିବାର ଅଛି। ଆଉ ଯେ କହୁଅଛନ୍ତି ସେ ଯେ କାଲି ଥିଲେ ଆଉ ଆଜି ନାହାନ୍ତି ସେପରି ନାହିଁ। ସେ ଥିଲେ, ସେ ଅଛନ୍ତି, ଆଉ ସେ ସଦାକାଳ ରହିବେ। ଆଉ ସେଇ ବିଷୟ ଆମେ 8 ପଦରେ ମଧ୍ୟ ଦେଖିବାକୁ ପାଉଛୁ। କଣ ଲେଖାଯାଇଛି ସେ ଏବ୍ରୀ 13 ପର୍ବର 8 ପଦରେ? ଯୀଶୁ ଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି। ଯୀଶୁ ଖ୍ରୀଷ୍ଟ କାଲି ଆଜି ଏବଂ ଚିରକାଳ, ଯୋଉ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ପ୍ରତିଜ୍ଞା କରିଛନ୍ତି କି ଆମମାନଙ୍କୁ ସେ କେବେ ଛାଡିବେ ନାହିଁ, ଆମମାନଙ୍କୁ ସେ କେବେ ପରିତ୍ୟାଗ କରିବେ ନାହିଁ। ସେ ଯୀଶୁ ଖ୍ରୀଷ୍ଟ କାଲି ଥିଲେ, ଆଜି ଅଛନ୍ତି, ଆଉ ଚିରକାଳ ରହିବେ, କାରଣ ସେ ସ୍ୱୟଂ ଜୀବୀ ପରମେଶ୍ୱର। ଆମେନ୍। ହାଲେଲୁୟା। ଭରସା ସ୍ଥାପନ କରିବା ଆବଶ୍ୟକ। ସେ ଆମମାନଙ୍କର ଭାର ସମ୍ଭାଳିବେ, ସେ ଆମମାନଙ୍କୁ ସମ୍ଭାଳିବେ, ଆଉ ସେ ଆମମାନଙ୍କୁ ସମ୍ଭାଳୁଛନ୍ତି। ଦ୍ୱିତୀୟ ସ୍ତମ୍ଭ ଭରସା ପରମେଶ୍ୱରଙ୍କ ଠାରେ କରିବା ନିହାତି ଆବଶ୍ୟକ, କାରଣ ସେ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ତୃତୀୟ ସ୍ତମ୍ଭ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, 8 ପଦରେ ଆମମାନେ ଦେଖିବାକୁ ପାଉଛୁ। ଏଠାରେ ଲେଖାଯାଏ ସଚେତନ ହୋଇ ଜାଗ୍ରତ ରୁହ, ସଚେତନ ହୋଇ ଜାଗ୍ରତ ରୁହ। ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି। ସଚେତନତା, ଏଇଟା ଆଉ ଗୋଟେ ପିଲର ମୁଁ ଆପଣମାନଙ୍କୁ ସାର୍ ଆପଣ ମ୍ୟୁଟ ହେଇଗଲେ। ହେଇଗଲା, ଠିକ ଅଛି।
ସଚେତନତା ବିଶେଷ ଏଇଟା ଶବ୍ଦ ଯେତେବେଳେ ଆମେ ଶୁଣୁଛୁ ନିଶ୍ଚୟ ମାନେ 2020, 21, 22 ଏଇ ବର୍ଷକୁ ଆମେ ଯାଇପାରିବା ତାହେଲେ ଆମେ ବୁଝିପାରିବା ସଚେତନତା କଣ। କାହିଁକି ମୁଁ 2020, 21, 22 କହୁଛି କେହି ଜଣେ କହିବେ କି? ସଚେତନତା ବିଷୟ ଯେତେବେଳେ ଆସୁଛି 2020 କୁ ଗଲେ ଆମେ ଭଲ ଭାବରେ ବୁଝିପାରିବା କାହିଁକି ମୁଁ କହୁଛି। କୋଭିଡ ସାର୍ କୋଭିଡ କୋଭିଡ ଯେତେବେଳେ କୋଭିଡ ଆସିଲା କୋଭିଡ ସମୟ ସଚେତନ ବିଷୟରେ ଅନେକ ଶୁଣିଲୁ ଆମେ, କେମିତି ଆମେ ବଞ୍ଚିବା, କେମିତି ଆମେ ରହିବା, କଣ ଖାଇବା, ସବୁ ସଚେତନତା ଆମମାନଙ୍କୁ ଦିଆ ଲୋକମାନଙ୍କ ସହିତ କଣ ତ ତୃତୀୟ ସ୍ତମ୍ଭ ଆମମାନଙ୍କୁ ସଚେତନତାର ସ୍ତମ୍ଭ ଆମମାନଙ୍କୁ ନିର୍ମାଣ କରିବାକୁ ପଡିବ ଆଉ ତାକୁ ଷ୍ଟ୍ରଙ୍ଗ କରିବାକୁ ପଡିବ। ହାଲେଲୁୟା। ଏଟା ଲେଖା ଯାଇଛି ବିଶେଷ ବିଷୟ କାହିଁକି ଆମେ ସଚେତନ ହୋଇ ଜାଗ୍ରତ ରହିବା, କାରଣ ଆମମାନଙ୍କର ବିପକ୍ଷ ଏନିମି ଶତ୍ରୁ ଆମମାନଙ୍କର ଶତ୍ରୁ ସିଂହ ପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ ଏହା ଖୋଜି ବୁଲୁଅଛି। କେତେବେଳେ କାହାକୁ ଯେ ଆଟାକ୍ କରିବ, କେତେବେଳେ କାହାକୁ ଯେ ସେ ଛିନ୍ନ ଭିନ୍ନ କରିବ, କେତେବେଳେ କାହାକୁ ଯେ କଣ କରିବ ଆମମାନେ ଜାଣିନାହୁଁ। ସେଥିପାଇଁ ଆମମାନେ ସଚେତନ ହେବା ଦରକାର। ଯେମିତି ମୁଁ କହିଲି କରୋନା ବା କୋଭିଡ ଆମମାନେ ଦେଖିନୁ ସ୍ୱଚକ୍ଷୁରେ କିନ୍ତୁ ଅନୁଭବ କରିଛୁ। ସେଇଟା ଗୋଟେ ଅଦୃଶ୍ୟ ଶତ୍ରୁ ଯାହାକୁ ଆମେ ନିଜ ସ୍ୱଚକ୍ଷୁରେ ଦେଖିପାରିନୁ, କୋଉଠି ଅଛି, କେମିତି ଆସୁଛି, କାହା ପାଖକୁ ଆସୁଛି, କେତେବେଳେ ଆସୁଛି ଆଉ କେମିତି ଆଟାକ୍ କରୁଛି ଆମେ ଜାଣିନୁ। କରୋନାକୁ ଅନେକ ଲୋକ ନିଜ ଜୀବନ ହରାଇଲେ ସେଇ ଯୋଗୁଁ। ସେମିତି ଶୈତାନକୁ ମଧ୍ୟ ଆମେ କେବେ ଦେଖିନୁ, ଦେଖିଛୁ କି? କେତେବେଳେ ସେ କାହାକୁ ଆଟାକ୍ କରିବ ଆମେ ଜାଣିନେ, କୋଉ ପ୍ରକାର ଆଟାକ୍ କରିବ ଆମେ ଜାଣିନେ। ସେଥିପାଇଁ ସଚେତନତାର ପିଲର ଆମମାନଙ୍କୁ ନିର୍ମାଣ କରିବାକୁ ପଡିବ, ଆମମାନଙ୍କୁ ଷ୍ଟ୍ରଙ୍ଗ କରିବାକୁ ପଡିବ। ଶୈତାନ ଚତୁର ଅଟେ, ଖାଲି ଚତୁର ନୁହେଁ ସେ ଜ୍ଞାନୀ ମଧ୍ୟ ଅଟେ। ବାଇବଲ କୁହେ ଫୁଲ ଅଫ ୱିଜଡମ ଲେଖା ଯାଇଛି ବାଇବଲରେ, ମାନେ ସମ୍ପୂର୍ଣ୍ଣ ଜ୍ଞାନ ତା ଠାରେ ଅଛି। ସେଥିପାଇଁ ସେ ଆଦମ ଏବଂ ହବାଙ୍କୁ ସେ ପ୍ରତାରଣା କରି ଜିତିଥିଲା ତାଙ୍କ ଉପରେ, ଯାହା ପାଇଁ ଆଜି ଆମେ ପାପୀ କହିକି ଗଣିତ ହେଇଯାଉଛୁ। ତାହା ବି ଯୋଉଟେ ପାପ ନଥିଲା ସେ ସେଠାରେ ପାପ କ୍ରିଏଟ କରିଥିଲା। ଆଉ ମଧ୍ୟ ସ୍ମରଣ କରନ୍ତୁ ସେ ଯେ କେବଳ ଯେ ଆଦମ ଏବଂ ହବାକୁ ସେ ପ୍ରତାରଣା କରିଥିଲା ତାହା ନୁହଁ, କିନ୍ତୁ ଯୀଶୁଙ୍କୁ ମଧ୍ୟ ସେ ପରୀକ୍ଷା କରିଥିଲା, ଯୀଶୁଙ୍କୁ ମଧ୍ୟ ସେ ଛାଡି ନଥିଲା। ଯଦି ବା ସେ ଜାଣିଥିଲା ଯୀଶୁ ଖ୍ରୀଷ୍ଟ ହଉଛନ୍ତି ସ୍ୱୟଂ ପରମେଶ୍ୱର, ଯଦି ବା ସେ ଜାଣିଥିଲା ଯୀଶୁ ଖ୍ରୀଷ୍ଟ ହଉଛନ୍ତି ପରମେଶ୍ୱରଙ୍କର ପୁତ୍ର, ହେଲେ ମଧ୍ୟ ଯୀଶୁଙ୍କୁ ସେ ଛାଡି ନଥିଲା। ଆମମାନେ କିଏ ଯେ ସେ ଆମମାନଙ୍କୁ ଛାଡିବ? ଆମମାନଙ୍କୁ ସେ ଛାଡିବ ନାହିଁ। ପ୍ରତ୍ୟେକଟି ସ୍ଥିତିରେ, ପ୍ରତ୍ୟେକଟି ପରିସ୍ଥିତିରେ, ପ୍ରତ୍ୟେକଟି ଷ୍ଟେପରେ ସେ ଆମକୁ ପରୀକ୍ଷା କରିବ। ହେଲେ ଏଇ ପରୀକ୍ଷାର ସମ୍ମୁଖୀନ ହେବାକୁ ହେଲେ ଆମମାନଙ୍କୁ ସଚେତନ ରହିବାକୁ ପଡିବ। ହାଲେଲୁୟା। ସେଥିପାଇଁ ଯୀଶୁ ଖ୍ରୀଷ୍ଟ କହିଲେ ପରୀକ୍ଷାରେ ଯେପରି ନ ପଡ ସେଥିପାଇଁ ଜାଗି ରହି ପ୍ରାର୍ଥନା କର। ମାଥ୍ୟୁ ତାର 26 ପର୍ବର 41 ପଦରେ ଲେଖାଯାଏ। ପରୀକ୍ଷାରେ ଯେପରି ନ ପଡ ସେଥି ନିମନ୍ତେ ଜାଗି ରହି ପ୍ରାର୍ଥନା କର। ସଚେତନତା ପ୍ରଭୁ ଆମମାନଙ୍କୁ ଶିଖେଇବେ। ଆଉ ଆମମାନେ ଯେତେବେଳେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ପ୍ରାର୍ଥନାରେ, ଆମମାନେ ଯେତେବେଳେ ପ୍ରଭୁଙ୍କର ନିକଟବର୍ତ୍ତୀ ହେବା ତାଙ୍କ ବାଇବଲ ପଠନରେ, ପ୍ରଭୁ ଆମମାନଙ୍କୁ ସଚେତନ ନିଶ୍ଚୟ କରିବେ। ଆଉ ଏହି ଆମମାନଙ୍କର ବିପକ୍ଷ ଠାରୁ ସେ ଉଦ୍ଧାର କରିବେ। ତ ସଚେତନତାକୁ ଆମମାନେ ବଜାୟ ରଖିବା ଦରକାର। ସେଇଟା ଗୋଟେ ଦିନର କାମ ନୁହଁ, ଗୋଟେ ସପ୍ତାହର କାମ ନୁହଁ, ପ୍ରତ୍ୟେକ ଦିନର କାମ ଏଇଟା। ପ୍ରତ୍ୟେକ ଦିନ ଆମେ ଏଇ ପିଲାରକୁ ଷ୍ଟ୍ରଙ୍ଗ କରିବାକୁ ପଡିବ। ତାପରେ ଚତୁର୍ଥ ବିଷୟ, ମୋର ଟାଇମ ହେଇଗଲାଣି, ମୁଁ ବହୁତ ସମୟ ନେଇଗଲିଣି ବୋଧେ। ଆଜ୍ଞା ମୁଁ କେତେ ସମୟ ପର୍ଯ୍ୟନ୍ତ ଯାଇପାରିବି?
ଯାଆନ୍ତୁ ସାର୍ ଯାଆନ୍ତୁ ଯାଆନ୍ତୁ ଆପଣଙ୍କର ନିଜ ସମୟ ନିଅନ୍ତୁ ନ ପ୍ରୋବ୍ଲେମ। ଓକେ, ମୁଁ କିଛି ସମୟ ନେବି। ଲାଷ୍ଟ ପିଲର ମୁଁ ଆପଣ ମାନଙ୍କୁ କହିବାକୁ ଚାହିଁବି। ଚତୁର୍ଥ ବିଷୟ ଏଠାରେ ଲେଖାଯାଏ 9 ପଦରେ କି ବିଶ୍ୱାସରେ ସ୍ଥିର ରହି ତାହାର ପ୍ରତିରୋଧ କର। କାହାର? ଶତ୍ରୁର। ଆଉ ପ୍ରତିରୋଧ କରିବାକୁ ହେଲେ କଣ ହବ? ଆମମାନଙ୍କୁ ବିଶ୍ୱାସରେ ସ୍ଥିର ରହିବାକୁ ପଡିବ। ଆଉ ଏଠାରେ ଯାଇଛି ଯେ ପୁଣି ଏହା ଜାଣ ଯେ ଜଗତରେ ଥିବା ତୁମମାନଙ୍କ ଭାଇମାନଙ୍କ ପ୍ରତି ଏହି ପ୍ରକାର ଦୁଃଖ ଭୋଗ ଘଟୁଅଛି। ମାନେ ଏହା ଜାଣିବା ଆବଶ୍ୟକ। ସେଥିପାଇଁ ମୁଁ ବିଗିନିଂରେ କହିଲି କି ଦୁଃଖ ଭୋଗ କେବଳ ଆମମାନଙ୍କ ନିକଟକୁ ଆସିନାହିଁ। ଦୁଃଖ ଭୋଗ ଚାରିଆଡେ ବ୍ୟାପୁଅଛି, ଚାରିଆଡେ ଚାଲିଅଛି। ବିଶେଷ କରି ଆମ ଷ୍ଟେଟରେ ଏବେ ବିଶେଷ ଖ୍ରୀଷ୍ଟିଆନ ମାନଙ୍କୁ କି ପ୍ରକାର ଭାବରେ କଥା କୁହାଯାଉଛି, ଆପଣମାନେ ଯଦି ସୋସିଆଲ ମିଡିଆରେ ଅଛନ୍ତି ଆପଣମାନେ ବେଶ ଜାଣି ଅଛନ୍ତି। କେତେ କରାଯାଉଛି, କାହାକୁ କ୍ରିଟିସାଇଜ କରାଯାଉଛି ତାର କିଛି ଗ୍ୟାରେଣ୍ଟି ନାହିଁ। କିଏ କାହାକୁ କ୍ରିଟିସାଇଜ କରୁଛି ଗ୍ୟାରେଣ୍ଟି ନାହିଁ। ଆମମାନଙ୍କର ଅନ୍ୟ ବିଶ୍ୱାସୀ ଭାଇମାନେ ଯେଉଁମାନେ ଅନ୍ୟ ଦେବତା ମାନଙ୍କୁ ସେମାନେ ବିଶ୍ୱାସ କରନ୍ତି, ସେମାନେ ଆମମାନଙ୍କୁ କ୍ରିଟିସାଇଜ କରୁଛନ୍ତି। ଆଉ ସେମ୍ ଟାଇମ ଆମମାନଙ୍କର ଭାଇମାନେ ମଧ୍ୟ ସେମାନଙ୍କୁ କ୍ରିଟିସାଇଜ କରୁଛନ୍ତି। ଆକ୍ଚୁଆଲି ଆମମାନଙ୍କର ଯୁଦ୍ଧ, ଆମମାନଙ୍କର ଯାହାକି ସଂଘର୍ଷ ଏଇ ଲୋକମାନଙ୍କ ଠାରେ ନାହିଁ। ଏମାନେ କ୍ରିଟିସାଇଜ କରିବେ, କିନ୍ତୁ ଆମମାନଙ୍କର ସଂଘର୍ଷ କାହା ସହିତ? କି ଏଇ ଶୈତାନ ସହିତ। ଆମମାନେ ଲୋକମାନଙ୍କ ସହିତ ଯୁଦ୍ଧ କରିବା ଆବଶ୍ୟକ ନାହିଁ। ଶୈତାନକୁ ଆମମାନେ ଯୁଦ୍ଧ କରିବା। ଏଠାରେ ଲେଖାଯାଏ ବିଶ୍ୱାସରେ ସ୍ଥିର ହୋଇ ତାହାର ପ୍ରତିରୋଧ। କାହାର ପ୍ରତିରୋଧ କର? ଏହି ଶୈତାନକୁ। ଲୋକମାନଙ୍କୁ କହିକି ଲେଖାଯାଏନି ଏଠି। ଆମମାନଙ୍କର ବିପକ୍ଷ କିଏ? ଶୈତାନ। ତାହାର ପ୍ରତିରୋଧ କର। ସୋ ବିଶ୍ୱାସର ପିଲର ଆମମାନଙ୍କୁ ବହୁତ ଷ୍ଟ୍ରଙ୍ଗ କରିବାକୁ ପଡିବ। ଶୈତାନ ଷ୍ଟ୍ରଙ୍ଗ କଣ ଆମେ ପ୍ରତିରୋଧ କରିବାକୁ ଯାଉଛୁ, ଆମର ବିଶ୍ୱାସର ପିଲର ଷ୍ଟ୍ରଙ୍ଗ ହେବା ଦରକାର। ଆଉ ଏଠାରେ ଲେଖାଯାଇଛି କି ବିଶ୍ୱାସରେ ସ୍ଥିର ରହି। ବିଶ୍ୱାସ ଆଜି କଲି କାଲି ନାହିଁ, ଏପରି ନାହିଁ। ବିଶ୍ୱାସରେ ସ୍ଥିର ରହିବା, କଣ୍ଟିନ୍ୟୁଅସଲି ରହିବା, କଣ୍ଟିନ୍ୟୁଅସଲି ସେଠାରେ ଲାଗି ରହିବା। ବିଶ୍ୱାସ, ଦୁଃଖ ଆସୁ, ଝଡ଼ ଆସୁ, ହତାଶ ଆସୁ, ଅପ୍ ଆଣ୍ଡ ଡାଉନ୍ ଆମ ଜୀବନରେ ଆସିବ, କିନ୍ତୁ ଏହି ସମୟରେ ଆମେ ସ୍ଥିର ରହିବା ଆବଶ୍ୟକ। ଯଦି ଆମେ ଏଠାରେ ସ୍ଥିର ରହୁଛୁ ତାହେଲେ ଆମେ ତାହାକୁ ପ୍ରତିରୋଧ କରିପାରିବା। କେମିତି ଆମେ ବିଶ୍ୱାସରେ ସ୍ଥିର ରହିପାରିବା? ସାଧାରଣ ବିଷୟ ଯଦି ମୁଁ କହିବି, ବ୍ୟକ୍ତିଗତ ପ୍ରାର୍ଥନା ନିହାତି ଆବଶ୍ୟକ। ଆମେ ସମସ୍ତେ ତ ପ୍ରାର୍ଥନା କରୁଛୁ, ପ୍ରଭୁଙ୍କର ଗୌରବ। ଆମେ ସମସ୍ତେ ତ ଗିର୍ଜା ଯାଉଛୁ, ପ୍ରଭୁଙ୍କର ଗୌରବ। କିନ୍ତୁ ବ୍ୟକ୍ତିଗତ ଭାବରେ ଆମେ ପ୍ରଭୁଙ୍କୁ କେତେ ଦଉଛୁ, ତାହା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ବ୍ୟକ୍ତିଗତ, ମୁଁ ଆଉ ପରମେଶ୍ୱର ଆମମାନଙ୍କର ସମ୍ପର୍କ କେମିତି ଅଛି, ତାହା ମୋଷ୍ଟ ଇମ୍ପୋର୍ଟାଣ୍ଟ। ବ୍ୟକ୍ତିଗତ ପ୍ରାର୍ଥନା ଇମ୍ପୋର୍ଟାଣ୍ଟ, ତତ୍ସଙ୍ଗେ ସଙ୍ଗେ ବାଇବଲ ପଠନ ଇମ୍ପୋର୍ଟାଣ୍ଟ। ବ୍ୟକ୍ତିଗତ ଭାବରେ ମୁଁ କହୁଛି, ଆମେ ସାମୂହିକ ଭାବରେ ତ ଆମେ ସମସ୍ତେ ଆସିକି ବାଇବଲ ପଠନ କରୁଛୁ, ଆମେ ବାଇବଲ ଶିଖୁଛୁ, ପ୍ରତ୍ୟେକ ଦିନ ଆମମାନଙ୍କର ରହିଅଛି। ଆଉ ଚର୍ଚ୍ଚରେ ମଧ୍ୟ ଆମେ ବାକ୍ୟ ଶୁଣୁଛୁ, କିନ୍ତୁ ବ୍ୟକ୍ତିଗତ ଭାବରେ ମୁଁ କେତେ ବାଇବଲ ପଠନ କରୁଛି ଯଦି ମୁଁ ପଢିବାକୁ ଜାଣିଛି। ଆଉ ପାରିବାରିକ ଭାବରେ ଯଦି କହିବି, ପାରିବାରିକ ଉପାସନା ବହୁତ ଇମ୍ପୋର୍ଟାଣ୍ଟ ବିଶ୍ୱାସକୁ ଦୃଢ କରିବା ପାଇଁ। ସୋ ଏହି ବ୍ୟକ୍ତିଗତ ପ୍ରାର୍ଥନା, ବ୍ୟକ୍ତିଗତ ବାଇବଲ ପଠନ, ପାରିବାରିକ ଉପାସନା, ଏହା ଗୋଟେ ଗୋଟେ ଏକ୍ସରସାଇଜ ଆମମାନଙ୍କ ପାଇଁ କି ଆମର ବିଶ୍ୱାସକୁ ଦୃଢ କରିବା ପାଇଁ। ବିଶ୍ୱାସକୁ ଦୃଢ କରିବା ପାଇଁ ଏହା ଗୋଟେ ଗୋଟେ ଏକ୍ସରସାଇଜ। ଆଉ ଏକ୍ସରସାଇଜ ଆମମାନଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ କରିବାକୁ ପଡିବ ଟୁ ବି ଷ୍ଟ୍ରଙ୍ଗ ଇନ ଦ ଲର୍ଡ। এই ବିଷୟ ଆମେ ଦେଖିଛୁ କି ଦାନିଏଲ ପରି ଲୋକ ଠାରୁ। ଦାନିଏଲ ସେଦିନକୁ 3 ଥର ପ୍ରାର୍ଥନା କରୁଥିଲେ। ମୁଁ ବିଶ୍ୱାସ କରୁଛି ଆମମାନେ 5 ଥରରୁ 7 ଥର ପ୍ରାର୍ଥନା କରୁଛୁ ଦିନ। ଦାନିଏଲ ଠାରୁ ଅଧିକ ପ୍ରାର୍ଥନା କରୁଛୁ,
କିନ୍ତୁ ଦାନିଏଲ ଠାରୁ ଆମର ବିଶ୍ୱାସ ସ୍ଥିର ରହିଛି କି ଅଧିକ? ଆମେ ନିଜ ନିଜକୁ ପରୀକ୍ଷା କରିବା। ମୁଁ କାହିଁ କହୁଛି ଆମେ 5 ଠାରୁ 7 ଥର ପ୍ରାର୍ଥନା କରୁଛୁ। ଆମମାନଙ୍କର ଯଦି ଆମେ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ, ତାହେଲେ ଆମେ ଉଠୁ ଉଠୁ ଥରେ ପ୍ରାର୍ଥନା କରିବା, ବ୍ରେକଫାଷ୍ଟ ଖାଇଲା ବେଳେ ପ୍ରାର୍ଥନା କରିବା, ଆମେ ବାହାରକୁ ବାହାରିଲା ବେଳେ ପ୍ରାର୍ଥନା କରିବା, ଆମମାନେ ଶୋଇଲା ବେଳେ ପ୍ରାର୍ଥନା କରିବା, ଆମମାନେ ଦିନ ବେଳେ ଭାତ ଖାଇଲା ବେଳେ, ରାତିରେ ଭାତ ଖାଇଲା ବେଳେ ସବୁବେଳେ ଆମେ ପ୍ରାର୍ଥନା କରୁଛୁ। ଯଦି ଆମେ ଗଣିବା ଆମେ ଅନେକ ଥର ପ୍ରାର୍ଥନା କରୁଛୁ, କିନ୍ତୁ ସେ ପ୍ରାର୍ଥନା ମୁଁ କହୁନାହିଁ। ବ୍ୟକ୍ତିଗତ ଭାବରେ ପାର୍ଟିକୁଲାରଲି ପରମେଶ୍ୱରଙ୍କୁ ସମୟ ଦେବା ପାଇଁ ଆମେ ପ୍ରାର୍ଥନା କରୁଛୁ, ଯେମିତି ଦାନିଏଲ। ଆଉ ସେଇ ଦାନିଏଲର ସେଇ 3 ଥର ପ୍ରାର୍ଥନା ଯାହା ସେ ପ୍ରଭୁଙ୍କ ପାଇଁ ଦଉଥିଲେ, ସେହି ବିଷୟ ତାଙ୍କୁ ଏତେ ଷ୍ଟ୍ରଙ୍ଗ କରିଥିଲା କି ସେ ସିଂହ ଗର୍ତ୍ତରେ ପକେଇଲେ ମଧ୍ୟ ସେ କେବେ ବିଚଳିତ ହେଇନଥିଲେ। ଆଉ ପ୍ରଭୁ ତାଙ୍କୁ ସିଂହ ଗର୍ତ୍ତରୁ ମଧ୍ୟ ସେ ଉଦ୍ଧାର କରିଥିଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। Praise Lord. ଆଉ ସେଇପରି ଭାବରେ ଶଦ୍ରକ, ମେଷକ, ଅବେଦନେଗୋ ସେମାନେ ନିଜ ବିଶ୍ୱାସରେ ସ୍ଥିର ଥିଲେ। ନିଆଁରେ ପକେଇ ଆଇ ଏମ୍ ରେଡି, वी आर रेडी ସେମାନେ କହିବାକୁ ପଛେଇ ନଥିଲେ। ସେମାନେ କହୁଥିଲେ, ହେ ରାଜନ, ଯାହା କରିବାକୁ ଚାହୁଁଛ ଚାହ, କିନ୍ତୁ ଆମେ ଏଇ ମୂର୍ତ୍ତିକୁ ପୂଜା କରିବୁ ନାହିଁ। ଯଦି ତାଙ୍କର ବିଶ୍ୱାସ ଯଦି ସ୍ଥିର ନଥାନ୍ତା, ସେମାନେ ସେଇ ସମୟରେ ମୂର୍ତ୍ତିକୁ ପୂଜା କରିଥାନ୍ତେ। ହଜାର ହଜାର ଲୋକ ଯେତେବେଳେ ସେମାନେ ମୂର୍ତ୍ତିକୁ ପୂଜା କରୁଛନ୍ତି, ସେ 3 ଜଣ ମାତ୍ର ଠିଆ ହେଉଛନ୍ତି ଆଉ କହୁଛନ୍ତି ଆମେ ଏଇ ମୂର୍ତ୍ତିକୁ ପୂଜା କରିବୁ ନାହିଁ। ତାହା କଣ? ବିଶ୍ୱାସ। ଆଉ ସେଇ ବିଶ୍ୱାସ ସେମାନଙ୍କୁ ମହା ଅଗ୍ନି ଠାରୁ ମଧ୍ୟ ରକ୍ଷା କରିଥିଲା। ମୋର ପ୍ରିୟ ପ୍ରଭୁଙ୍କର ଭାଇ ଦାସ ଦାସୀ, ପ୍ରଭୁଙ୍କ ସନ୍ତାନଗଣ, ମୁଁ ଆଜି ଆମମାନଙ୍କୁ କହିବାକୁ ଚାହେଁ, ଆମେ ଯେତେବେଳେ ଏଇ ବାକ୍ୟ ପଢୁଅଛୁ, ବିଶେଷ କରି 4ଟି ସ୍ତମ୍ଭ ମୁଁ ଆପଣମାନଙ୍କୁ କହିଲି। ଖ୍ରୀଷ୍ଟୀୟ ଜୀବନ ଗଠନ ନିମନ୍ତେ 4ଟି ସ୍ତମ୍ଭ। ପ୍ରଥମ ସ୍ତମ୍ଭ ଆମେ ଜାଣିବା ଦରକାର, ଆମମାନଙ୍କର ନମ୍ରଚିତ ଜୀବନ, ପ୍ରଭୁଙ୍କ ବଳବଲ ହସ୍ତକାର, ନମ୍ରତାର ସ୍ତମ୍ଭ। ଦ୍ୱିତୀୟ ସ୍ତମ୍ଭ ହଉଛି ଭରସାର ସ୍ତମ୍ଭ, ଯାହାକି ଆମେ ପ୍ରଭୁଙ୍କ ଠାରେ ଭରସା କରିବା ନିହାତି ଆବଶ୍ୟକ। ତୃତୀୟ ହଉଛି ସଚେତନତାର ସ୍ତମ୍ଭ। ଚତୁର୍ଥ ବିଷୟ ହଉଛି ବିଶ୍ୱାସର ସ୍ତମ୍ଭ। ଆମମାନଙ୍କୁ ଷ୍ଟାଣ୍ଡ କରିବାକୁ ପଡିବ। ଏଇ 4ଟି ସ୍ତମ୍ଭ ଆମମାନଙ୍କୁ ସୁଦୃଢ ଭାବରେ ଷ୍ଟାଣ୍ଡ କରିବାକୁ ପଡିବ, ଆଉ ଆମମାନଙ୍କୁ ଜୀବନ ଗଠନ କରିବାକୁ ପଡିବ। ଏଇ 2026 ଆମେ ଯେତେବେଳେ ଆପ୍ରୋଚ କରୁଛୁ, ଏଇ 2026 ଅନେକ ବିପଦ ଆଣିପାରେ, ଅନେକ ସଙ୍କଟ ଆଣିପାରେ, ଅନେକ ବିଷୟ ଆମମାନଙ୍କୁ ହଲେଇ ଦେଇପାରେ, କିନ୍ତୁ ଆମେ ଯଦି ଷ୍ଟ୍ରଙ୍ଗ ଅଛୁ, କୌଣସି ବିଷୟ ଆମକୁ ଇଏ କରିପାରିବ ନାହିଁ। ଆସନ୍ତୁ ଆମେ ନମ୍ରଚିତ ହେବା, ଭରସା ଯୁକ୍ତ ଜୀବନ କାଟିବା, ସଚେତନ ହୋଇ ଜାଗ୍ରତ ରହିବା, ଆଉ ବିଶ୍ୱାସରେ ସ୍ଥିର ରହିବା। ସେ ଯାହା ବି ହଉ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ।